ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ଗ୍ରାମରେ ପ୍ରଭୁଭକ୍ତ ମହାବୀର ବାଘ ହନୁମାନ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଷୁବ ସଂକ୍ରାନ୍ତି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗ୍ରାମର ମହିଳା ଓ ପୁରୁଷମାନେ ପୂର୍ଣ୍ଣତୋୟା ମହାନଦୀରୁ କଳସ ବୁଡ଼ାଇ ଯଜ୍ଞ ମଣ୍ଡପ ନିକଟରେ ଆଣି ସ୍ଥାପନ କରିଥିଲେ। ବ୍ରାହ୍ମଣ ପଣ୍ଡିତମାନେ ପ୍ରଥମେ ସୂର୍ଯ୍ୟ ପୂଜା, ଗୋପୂଜା, ନବଗ୍ରହ ହୋମ ଆଦି କରିବା ପରେ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଯଜ୍ଞ ନାରାୟଣକୁ ଆହୁତି ପ୍ରଦାନ କରିଥିଲେ। 3 ଦିନ ବ୍ୟାପୀ ଏହି ଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଭକ୍ତମାନେ ଯଜ୍ଞସ୍ଥଳୀରେ ଘୃତ, ଦୀପ, ସମିଧ ପ୍ରଦାନ କରିବା ସହ ଅନ୍ନ ଯଜ୍ଞରେ ସାମିଲ ହୋଇଥିଲେ। ବାଘ ହନୁମାନ ପୂଜା କମିଟି ତରଫରୁ ଏହି ଉତ୍ସବ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ହରିବୋଲ ହୁଳହୁଳିରେ ପବିତ୍ରମୟ ହୋଇ ଉଠିଥିଲା ପରିବେଶ। କୁଜଙ୍ଗ ବ୍ଲକ ବାଲିତୁଠଠାରେ ଥିବା ମହାବୀର ଆଶ୍ରମର ବାବା ରାଜୀବଲୋଚନ ଦାସ ନିମନ୍ତ୍ରିତ ଭାବେ ଆସି ଏଠାରେ ପ୍ରବଚନ ପ୍ରଦାନ କରିଥିଲେ। କିଛି ବୁଝିଲେନି। ଆମ ବାପା କଣ ସୁନ୍ଦର ଲୋକ ହେଇପାରିଲେ? ସେ ପାଠ ପଢେଇଲେ କଣ ଭଲ ମଣିଷ କରିବା ପାଇଁ ନା ବଡ ଚାକିରି କରିବା ପାଇଁ? ମୋ ପୁଅ କିନ୍ତୁ ବଡ ଚାକିରି କରିବ, ବଡ ପଇସା ରୋଜଗାର କରିବ, ଆମେରିକାରେ ରହିବି, ମୁଁ ଆମେରିକାରେ ଯିବି, ସେ ବହୁ ଆମର ଇଞ୍ଜିନିୟର ଲୋକ ସେ ଅମକ ମନ୍ତ୍ରୀ ଝିଅ ବାହାର କରିବି, ଏମିତି ବଡ। ଏହି ଆଧ୍ୟାତ୍ମିକ ପ୍ରବଚନ ସଭାରେ ବଣିତ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତ ଏଠାରେ ଯୋଗଦାନ କରି ବାବା ରାଜୀବଲୋଚନଙ୍କର ଅମୃତବାଣୀ ଶ୍ରବଣ କରିଥିଲେ। ଏହିଭଳି ଆଧ୍ୟାତ୍ମିକ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ଅଞ୍ଚଳର ବିଭିନ୍ନ ଖବର ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଲାଇଫ୍।